ଉଁ, ମତେ ପ୍ରଥମେ ଫାର୍ଷ୍ଟ ଟାଇମ୍ କହୁଛି ତ ମତେ ଟିକେ ନର୍ଭସ୍ ଲାଗୁଛି। ଯଦି ମୁଁ କହିବାରେ କିଛି ତ୍ରୁଟି ରହେ ତ ମତେ କ୍ଷମା କରିବେ। ଅ, ଆ- ମୁଁ ମୋର ସପ୍ତଦଶ ଅଧ୍ୟାୟର ବର୍ଣ୍ଣାଢ୍ୟ ନିର୍ବାଚନ ବିଷୟରେ ମୁଁ କହିବି। ତ ଆ ପୂର୍ବ ଅଧ୍ୟାୟରେ ଥିଲା ଶ୍ରୀକୃଷ୍ଣ କାଳିଆ ଦହନ କଲା ବେଳେ ଯୋଉ ଘଟଣା ଘଟିଥିଲା ତ ସେଇ ଘଟଣାକୁ ବ୍ରଜବାସୀ ମାନେ ଟିକେ ଭୟଭୀତ ହେଇଯାଇଥିଲେ। ତ ସେ ମାତା ଯଶୋଦା ମଧ୍ୟ ଦେଖି ବହୁତ ଡରି ଯାଇଥିଲେ ଏବଂ ମୂର୍ଚ୍ଛିତ ମଧ୍ୟ ହେଇଯାଇଥିଲେ। ତ ବ୍ରଜବାସୀ ମାନେ ଏଇ ଶ୍ରୀକୃଷ୍ଣଙ୍କୁ ମାନେ କାଳିଆ ଦହନ କରିସାରିଲା ପରେ କୃଷ୍ଣ ଯମୁନାରୁ ବାହାରିକି ଆସିଯାଉଛନ୍ତି। ତ ସେଇ ଟାଇମରେ ଏଇ ସବୁ କଥା ଯେତେବେଳେ ମହାରାଜ ଶୁକଦେବ ମହାରାଜ ମହାରାଜ ପରୀକ୍ଷିତଙ୍କୁ କହିଛନ୍ତି। ତ ସେଇ ସମୟରେ ମହାରାଜ ପରୀକ୍ଷିତଙ୍କୁ କେତୋଟି କୋଶ୍ଚିନ୍ କରିଛନ୍ତି। ପରୀକ୍ଷିତ ଶୁକଦେବଙ୍କୁ ପଚାରିଛନ୍ତି କି କାଳିଆ କଣ ପାଇଁ ତାର ଯୋଉ ସୁନ୍ଦର ସ୍ଥାନ ସେ ଯୋଉ ରହୁଥିଲା ନାଗାଳୟରେ ସେଟାକୁ ଛାଡିକି ସେ କଣ ପାଇଁ ଆସିଥିଲା। ନାଗାଳୟକୁ ଛାଡିକି କଣ ପାଇଁ ସେ ଏଠିକି ଆସିକି ରହିଥିଲା ଏବଂ ଗରୁଡ ସହିତ ତାର କଣ ପାଇଁ ଶତ୍ରୁତା ହେଇଥିଲା। ତ ଏଇ ସବୁ ବିଷୟରେ ଶୁକଦେବ ଶୁକଦେବ ଗୋସ୍ୱାମୀ ଏଠି କହୁଛନ୍ତି କି ନାଗାଳୟ ନାମକ ଏକ ଦ୍ୱୀପ ଥିଲା ସେଠି ସର୍ପ ମାନେ ରହୁଥିଲେ। ସେମାନଙ୍କ ମଧ୍ୟରେ ମୁଖ୍ୟ ସର୍ପ ଥିଲେ ଅ ବାସୁକି ମଧ୍ୟ ମୁଖ୍ୟ ସର୍ପ ଥିଲେ ଏବଂ ମଧ୍ୟ କାଳିଅ ମଧ୍ୟ ଥିଲେ। କାଳିଅ ହେଉଛନ୍ତି ମହା ଶକ୍ତିଶାଳୀ ଏବଂ 1,000 ଫଣା ବିଶିଷ୍ଟ। ଏବଂ ଆ ଗରୁଡଙ୍କର ତ ମୁଖ୍ୟ ଖାଦ୍ୟ ସର୍ପ ଥିଲା ଏବଂ ତ ସେ ଗରୁଡ ସର୍ପ ମାନଙ୍କୁ ଭୋଜନ କରନ୍ତି। ତେଣୁ ଗରୁଡ ସେଇ ଦ୍ୱୀପକୁ ଆସିଲେ ଏବଂ ତାଙ୍କର ମନ ଇଚ୍ଛା ସର୍ପ ବିନାଶ କଲେ। ତ ସେ ସର୍ପ ବିନାଶ କରିବା ସମୟରେ ତ ସେମାନଙ୍କୁ ସେ କେତେ ଲୋକ ଭୋଜନ କରନ୍ତି ଏବଂ ଅଯଥା ମଧ୍ୟ ବିନାଶ କରନ୍ତି। ତ ଏଥିପାଇଁ ସର୍ପକୂଳ ମାନେ ବ୍ୟତିବ୍ୟସ୍ତ ହୋଇପଡିଲେ ଏବଂ ସେମାନେ ତାଙ୍କର ନେତା ଯିଏକି ବାସୁକି ଯିଏକି ଭଗବାନ ଶିବଙ୍କ ବେକରେ ଶୋଭା ପାଆନ୍ତି ତ ସେମାନଙ୍କୁ ବାସୁକି ଯାଇକି ବ୍ରହ୍ମାଙ୍କ ନିକଟରେ ପ୍ରାର୍ଥନା କଲେ କି ଗରୁଡ ଯେପରି ଏମିତି ବିପଦ ସୃଷ୍ଟି କରୁଛନ୍ତି ତ ଏହାର କିଛି ଆପଣ କିଛି ଉପାୟ ଦିଅନ୍ତୁ। ତ ବ୍ରହ୍ମା ସେମାନଙ୍କ ପ୍ରାର୍ଥନା ଶୁଣି ସେ ସ୍ଥିର କଲେ କି ପ୍ରତି ଅମାବାସ୍ୟାରେ ସର୍ପ କୂଳରେ ଗରୁଡଙ୍କୁ ଗୋଟେ ଲେଖା ସାପ ଦେବେ। ସେ ତ ଯୋଉ ଗୋଟେ ଗଛ ମୂଳରେ ଗୋଟେ ସର୍ପକୁ ନେଇ ଛାଡିବେ ତ ସେଇଠି ଗରୁଡ ଆସି ସେଇଠୁ ଖାଇକି ଏଇଆକୁ ତାର ସେ କ୍ଷୁଧା ନିବାରଣ କରିବ। ତ ଗରୁଡ ଏଇ ବ୍ରହ୍ମାଙ୍କ ଏହିପରି କଥାରେ ସିଏ ମଧ୍ୟ ସନ୍ତୁଷ୍ଟ ହୋଇଥିଲେ ଏବଂ ସେଇଭଳି ସେ ଯୋଉ ତାଙ୍କୁ ଅମାବାସ୍ୟାରେ ଗୋଟେ ସର୍ପ ଦିଆଯାଏ ସେ ସେଆକୁ ଖାଇକି ରହୁଥିଲେ ଏବଂ ଅନ୍ୟ ସର୍ପ ମାନଙ୍କୁ ହଇରାଣ କରୁନଥିଲେ। ତ କ୍ରମଶ ଏଇଭଳି ବ୍ୟବସ୍ଥା ରହିବ ତ ଆ ବାସୁକି ହଉଛି ବହୁତ ମାନେ ବଡ ଶରୀରଧାରୀ ଏବଂ ସେ ତ ବହୁତ ପରିମାଣରେ ବିଶ୍ଵର ଅଧିକାରୀ ସିଏ ଏବଂ ଭୌତିକ ଶକ୍ତିର ଅଧିକାରୀ ମଧ୍ୟ। ତ ଏଇ ସବୁ ଅଧିକାରୀ ଥିବାରୁ ସେ ବହୁତ ଗର୍ବ ଅନୁଭବ କରେ। ଏବଂ ସେ ଏସବୁ ଦେଖି ଭାବିଲା କି ଗରୁଡକୁ କଣ ପାଇଁ ଏ ସବୁ ସର୍ପ ଅର୍ପଣ କରାଯିବ। ତେଣୁ ମୁଁ କଣ ପାଇଁ ଏସବୁ କରିପାରିବିନି ତା ମନରେ ଗୋଟେ ଗର୍ବ ଭାବନା ଆସିଲା ତ ସେ ସେଥିପାଇଁ କଣ କଲା ଏଇ ସବୁ ଅର୍ପଣ ବ୍ୟବସ୍ଥା ବନ୍ଦ କରିଦେଲା। ଏବଂ ସେଇ ଯୋଉ ଅର୍ପଣ ବନ୍ଦ କଲା ପରିବର୍ତ୍ତେ ସେ ଗରୁଡକୁ ଯୋଉ ସବୁ ସର୍ପ ଅର୍ପଣ କରାଯାଉଛି ସେ ସବୁ ନିଜେ ସେ ଭକ୍ଷଣ କଲେ। ତ ଏସବୁ କଥା ବିଷ୍ଣୁଙ୍କ ବାହନ ଗରୁଡ ଯେତେବେଳେ ସବୁ କଥା ସବୁ ଜାଣିଲେ କି ତାଙ୍କ ଅର୍ପିତ ଖାଦ୍ୟକୁ ବାସୁକି ନିଜେ ଭକ୍ଷଣ କରୁଛି କାଳିଆ ନିଜେ ଭକ୍ଷଣ କରୁଛି ତ ସେତେବେଳେ ସେ ବହୁତ ରାଗିଗଲେ। ଏବଂ ସେ ସେଇ ସମୟରେ ତାକୁ ହତ୍ୟା କରିବା ନିମିତ୍ତ ସେ ଦ୍ରୁତ ଗତିରେ ସେ ଦୀପକୁ ଗମନ କଲେ। ତ ତାଙ୍କ ସହିତ ଏମିତି ବହୁତ ଯୁଦ୍ଧ ହେଲା ତାଙ୍କର ଏବଂ କାଳିଅ ମଧ୍ୟ ତାଙ୍କ ଫଣା ଟେକି ବିଷପୂର୍ଣ୍ଣ ଦାନ୍ତରେ ଗରୁଡଙ୍କୁ ଆକ୍ରମଣ କଲେ।
କିନ୍ତୁ ଗରୁଡ ତ ମହାପ୍ରତାପୀ ଏବଂ ସେ ହଉଛନ୍ତି ବିଷ୍ଣୁଙ୍କ ବାହନ ଏବଂ ସେ ବିଷ୍ଣୁଙ୍କ ମାନେ ଭକ୍ତ ହେଇଥିବାରୁ ତ ତାଙ୍କୁ ତାଙ୍କର ବିଷୟରେ କିଛି ମଧ୍ୟ କିଛି ମାନେ ତାଙ୍କ ଉପରେ କିଛି ପ୍ରଭାବ ପକେଇ ପାରିଲାନି ଏବଂ ସେ ତାଙ୍କ ସ୍ଵର୍ଣ୍ଣର ପକ୍ଷରେ ଆ, ତାଙ୍କୁ ଆଘାତ ଦେଲେ, କାଳିଅଙ୍କୁ ଆଘାତ ଦେଲେ। ତ କାଳିଅ ଏଇ ସବୁ କଥାରେ ଡରି ଯାଏ ସିଏ ଯାଇକି ଆ, ସେ ଡରିଯାଏ ଯେ କାଳିଅ ହ୍ରଦରେ ଯାଇକି ବାସ କଲେ। ତ ସେ ଏମିତି ଜାଣିଥିଲେ କି ଯମୁନା ନଦୀରେ ଥିବା ଯୋଉ କାଳିଅ ହ୍ରଦ ଥିଲା ସେଠାକୁ ଗରୁଡ ଯାଇପାରିବେନି, କାରଣ ଯେତେବେଳେ ସେ କାଳିଅ ହ୍ରଦରେ ଜଣେ ଋଷି ଥିଲେ, ସେ ଋଷି ଜଣକ ସେଠି ସୌରଭୀ ଋଷି ଯେ ସେଠି ସେଇଠି ତାଙ୍କର ତପସ୍ୟା କରୁଥିଲେ, ସେ ଜଳ ମଧ୍ୟରେ ଥିବା ମାଛ ମାନଙ୍କୁ ଗରୁଡ ମଧ୍ୟ ଯାଇକି ଭୋଜନ କରୁଥିଲେ। ତ ସେଇ ଟାଇମରେ ମତ୍ସ୍ୟ ମାନଙ୍କ ଯେତେବେଳେ ଯୋଗୀ ଯେତେବେଳେ ସେଇଠି ରହୁଥିଲେ ତ ସେଇ ମତ୍ସ୍ୟ ମାନଙ୍କ ପ୍ରତି ସହାନୁଭୂତି ହେଇଯାଇଥିଲେ। ତ ସେଥିପାଇଁ ସେ କହିଲେ କି ଗରୁଡଙ୍କୁ ତମେ ଏଇଠି ଆସିକି ମତ୍ସ୍ୟ ମାନଙ୍କୁ କଷ୍ଟ ଦିଅନି ବୋଲି। କିନ୍ତୁ ତଥାପି ଆ, ଗରୁଡଙ୍କର ଖାଦ୍ୟ ହଉଛି ମାଛ, ସିଏ ତ ଏଗୁଡା ଖାଇକି ହିଁ ବଞ୍ଚିବେ। ତ ସେଥିପାଇଁ ସିଏ ତାଙ୍କ ଆଦେଶକୁ ଅବମାନନା ନ କରି ସେ ଗୋଟେ ବଡ ମାଛ ନେଇ ଚାଲି ଯାଇଥିଲେ। ତ ସେ ମାଛ ହେଉଛି ମତ୍ସ୍ୟ ମାନଙ୍କ ନେତା। ଏବଂ ସୌରଭ ମୁନି ଯେତେବେଳେ ଜାଣିଲେ କି ଗରୁଡ ମତ୍ସ୍ୟ ମାନଙ୍କ ନେତାକୁ ନେଇ ଯାଇଥିଲେ ତ ସେ ହରେ ଏଥିରେ କୃଷ୍ଣ ବହୁତ ମାତାଜୀ, ଦୁଃଖିତ। କ୍ଷମା କରିବେ ସେ ସୌଭରି ମୁନି, ସୌରଭି ନୁହଁ, ସୌଭରି ମୁନି। ହଁ, ଆଜ୍ଞା ପ୍ରଭୁଜୀ। ସୌଭରି। ସୌଭରି ମୁନି ଯେତେବେଳେ ଜାଣିଥିଲେ କି ତାଙ୍କ ନେତାକୁ ନେଇଯାଇଥିଲେ ବୋଲି ସେ ବହୁତ ଦୁଃଖୀ ହେଇଥିଲେ ଏବଂ ମତ୍ସ୍ୟ ମାନଙ୍କ ସୁବିଧାକୁ ଦେଖିକି ସେ ଗରୁଡକୁ ଅଭିଶାପ ମଧ୍ୟ ଦେଇଥିଲେ କି ଆଜିଠାରୁ ଗରୁଡ ଏଠାକୁ ମାଛ ଧରିବାକୁ ଆସେ ତେବେ ସେ ସଙ୍ଗେ ସଙ୍ଗେ ମୃତ୍ୟୁବରଣ କରିବ ଏବଂ ଏଇ କଥାକୁ ମୁଁ ମୋର ସମସ୍ତ ଯୌତିକ ଶକ୍ତି ସହିତ ଘୋଷଣା କରିବି। ତ ଏଇ ସବୁ ଏଇ ଅଭିଶାପ ତ କାଳିଆ ଜାଣିଥିଲେ, ତ ସେ ଜାଣିଥିଲେ କି ସେ ହ୍ରଦ ପାଖକୁ ଗରୁଡ ଆସିପାରିବେ ନାହିଁ। ତ ସେଥିପାଇଁ ସେ ଖୁବ ଆଶ୍ୱସ୍ତରେ ସେ ଜାଗାରେ ଯାଇକି ରହିଥିଲା। ତ ସେଠାରେ ରହିବାକୁ ସେ ନିରାପଦ ମନେକରି ସେଇଠାରେ ସେ ଆଶ୍ରୟ ନେଲା ଏବଂ ସୌରଭ ମୁନିଙ୍କ ନିକଟରେ ସେ ଯୋଉ ରହିବାର ସିଏ ରହିବାର କୃତ କାର୍ଯ୍ୟ ହେଇପାରିଲାନି କାରଣ ଗରୁଡ ପ୍ରଭୁ ଶ୍ରୀକୃଷ୍ଣଙ୍କ ଠାରୁ ଯମୁନା ସେଠାରେ ବିତାଡିତ ମଧ୍ୟ ହେଇଥିଲା ଏବଂ ଏହା ଲକ୍ଷ୍ୟ କରିବା ଯେ ଗରୁଡ ପ୍ରତ୍ୟେକ ବେଳେ ଭଗବାନଙ୍କ ସହ ସମ୍ପୃକ୍ତ, ଯାହାକି ଭଗବାନ ସେ ମହାଶକ୍ତିଶାଳୀ ହେଲେ ମଧ୍ୟ ସେ ଭଗବାନଙ୍କର ବହୁତ ବଡ ଭକ୍ତ ଏବଂ ଭଗବାନଙ୍କର ଅ, ଏବଂ ସୌରଭ ମୁନିଙ୍କର ଗରୁଡକୁ ଅଭିଶାପ ଦେବା ମଧ୍ୟ ଏକ ବଡ ଅପରାଧ ଥିଲା କାରଣ ତ ଭଗବତ ଗୀତାରେ କୁହାଯାଇଛି ଯେ ଗରୁଡ ହଉଛି ପରମ ପୁରୁଷ ଭଗବାନଙ୍କ ଶରୀର ଭଳି ଥିଲା। ଯଦିଓ ଗରୁଡ ପ୍ରତିଶ୍ରୁତି ନେବାକୁ ଚେଷ୍ଟା କରିନଥିଲା ତଥାପି ମୁନି ଏକ ବୈଷ୍ଣବ ପ୍ରତି ଅପରାଧ କରିବା ପାଇଁ ରକ୍ଷା ପାଇ ପାରିନଥିଲେ କାରଣ ବୈଷ୍ଣବ ପ୍ରତି ଅପରାଧ କରିବା ହେଉଛି ସବୁଠୁ ବଡ ଅପରାଧ। ତମେ ଭଗବାନଙ୍କୁ ଯେତେ ବି ମାନେ ଡାକିଲେ ମଧ୍ୟ ବୈଷ୍ଣବ ଅପରାଧଠୁ ଅପରାଧ ବଡ ଅପରାଧ ନାହିଁ, ତେଣୁ ଆମେ ଏଇଟା ଲକ୍ଷ୍ୟ କରିବା ଯେ ବୈଷ୍ଣବ ମାନଙ୍କ ପ୍ରତି ଏତେ ଅପରାଧ ମାନେ ନ କରିବା ପାଇଁ। ତ ମୁନି ଯେହେତୁ ଏତେ ବଡ ଅପରାଧ କରିଥିଲେ ସେ ଯୋଉ ତାଙ୍କର ଯୌଗିକ ଆସନରେ ଥିଲେ ମାନେ ସିଏ ସବୁ ଭୌତିକ ଜଗତରୁ ଦୂରରେ ରହି ଯୋଉ ଦିବ୍ୟାନନ୍ଦ ଆନନ୍ଦ ଅନୁଭବ କରୁଥିଲେ ସ୍ୱୟଂ ମାନେ ଧ୍ୟାନ ମଗ୍ନ ହେଇକି ସେ ଯୋଉ ଭଗବାନଙ୍କର ଅ ଆରାଧ୍ୟ କରୁଥିଲେ କିନ୍ତୁ ସେ ସବୁ ତାଙ୍କର ପୁଣ୍ୟ ଗୁଡିକ ତାଙ୍କର ଏଇ ଭୁଲ ପାଇଁ ଏସବୁ ଖସି ଯାଇଥିଲା। ତ ସିଏ ଏବେ ଗୃହସ୍ଥ ଜୀବନ ଭୌତିକ ଜଗତ ଏବଂ ଇନ୍ଦ୍ରିୟ ଭୋଗ କରି ଗୃହସ୍ଥ ହୋଇଯାଇଥିଲେ। ସେ ସୌରଭୀ ମୁନିଙ୍କ ପତନ ଏଇଭଳି ଗୋଟେ ଶିକ୍ଷା ଆମକୁ ଦିଏ। ତ ତାପରେ ଯେତେବେଳେ ଶ୍ରୀକୃଷ୍ଣ ଜଳ ହ୍ରଦରୁ ବାହାରିଲେ ସେତେବେଳେ ଯମୁନା କୂଳେ ତାଙ୍କ ସମସ୍ତ ବନ୍ଧୁ ବାନ୍ଧବ ଏବଂ ବ୍ରଜବାସୀ ମାନେ ଅପେକ୍ଷା କରିଥିଲେ। କି କେବେ ତାଙ୍କ କୃଷ୍ଣ ସେଠୁ ବାହାରିକି ଆସିବେ କି ସେ କୃଷ୍ଣଙ୍କୁ ଏତେ ଭଲ ପାଉଥିଲେ କି ସେ ଯେତେବେଳେ କୃଷ୍ଣ ସେଠିକି ଯାଇଥିଲେ ସେ ଚାହୁଁଥିଲେ କି ତାଙ୍କ ପ୍ରାଣ କୃଷ୍ଣଙ୍କ ସହିତ ସେଠିକି ଚାଲି ଯାଇଛି।
ତ ଯମୁନାରେ ଯେତେବେଳେ କୃଷ୍ଣ ବାହାରିକି ଆସିଲେ ତ ସେତେବେଳେ ତାଙ୍କୁ ଲାଗିଲା କି ତାଙ୍କ ପ୍ରାଣ ପୁଣି ଫେରି ଆସିଲା ବୋଲି। ତ ସେତେବେଳେ ମା ଯଶୋଦା ମହାରାଜ ଓ ସମସ୍ତେ ସମସ୍ତ କୃଷ୍ଣଙ୍କର ସଖା କୃଷ୍ଣ ଯମୁନାରେ ଆସୁଥିବାର ଦେଖି ବହୁତ ଖୁସି ହୋଇଯାଇଥିଲେ ଏବଂ ସେମାନେ ବହୁତ ଖୁସି ହୋଇ ଯାଇକି ଶ୍ରୀକୃଷ୍ଣଙ୍କୁ ଆଲିଙ୍ଗନ କରିଥିଲେ। ଯେତେବେଳେ ସମସ୍ତେ ଶୋକାଭିମୁକ୍ତ ହେଇକି ଶ୍ରୀକୃଷ୍ଣଙ୍କୁ ଆଲିଙ୍ଗନ କରୁଛନ୍ତି, ବଳରାମ ଏଇ ସମୟରେ ଦେଖିକି ସମସ୍ତଙ୍କୁ ଦେଖି ହସୁଥିଲେ। କାହିଁକିନା ବଳରାମ ତ ଜାଣିଥିଲେ କୃଷ୍ଣଙ୍କର କିଛି ବି ହବନି, ସେ ହଉଛନ୍ତି ସମସ୍ତ ଶକ୍ତିର ଅଧିକାରୀ। ତ ସେଥିପାଇଁ ସେ ଏକ ଇଙ୍ଗିତ କରି ଦେଖିଥିଲେ ହସୁଥିଲେ ଯେ ଏଥିପାଇଁ ଯେ ୟାଙ୍କର ତ କିଛି ହବନି, ମାନେ ତ ତାଙ୍କୁ ଅଧିକ ଭଲ ପାଇକି ତାଙ୍କୁ ଏଇଥିପାଇଁ ସେମାନେ ଶୋକାଭିମୁକ୍ତ ହେଇଯାଇଥିଲେ। ତ ଶ୍ରୀକୃଷ୍ଣଙ୍କ ଆବିର୍ଭାବ ଯମୁନା କୂଳରେ ଥିବା ସମସ୍ତ ବୃକ୍ଷ, ସମସ୍ତ ଗାଈ, ବଳଦ, ଏବଂ ବାଛୁରୀ ସବୁ ଆନନ୍ଦ ହୋଇ ପଡିଥିଲେ। ତ ବୃନ୍ଦାବନର ବ୍ରାହ୍ମଣ ଗଣ ସେମାନଙ୍କ ପତ୍ନୀ ମାନଙ୍କ ସହିତ ଶ୍ରୀକୃଷ୍ଣ ଏବଂ ତାଙ୍କ ପରିବାର ବର୍ଗଙ୍କୁ ସ୍ୱାଗତ ଜଣାଇବା ପାଇଁ ସଙ୍ଗେ ସଙ୍ଗେ ଆସିଥିଲେ। ତ ସେଠାରେ ଗଲେ କି ସେ ଏକ ସର୍ପ ଆସି ତାଙ୍କୁ ହଇରାଣ କରୁଥିଲେ କି ତାଙ୍କର ଯୋଉ ପାଣିରେ ବିଷ ଖେଳି ଦଉଥିଲେ ତାଙ୍କୁ ସେ ଦୂର କରିଦେଇଥିବାରୁ ତ ଏ ବିଜୟ ପାଇଁ ସେ ତାଙ୍କୁ ଆସିକି ସ୍ୱାଗତ ଜଣାଇଲେ। ବ୍ରାହ୍ମଣ ମାନେ ସମାଜର ଆଧ୍ୟାତ୍ମିକ ଗୁରୁ ଭାବରେ ବିବେଚିତ ହୁଅନ୍ତି ଏବଂ ସବୁ ଧର୍ମ ଠାରୁ ସବୁ ଇଏ ଠାରୁ ବ୍ରାହ୍ମଣ ମାନଙ୍କୁ ଅତି ଉଚ୍ଚ ଆସନ ଦିଆଯାଇଛି କାରଣ ସେମାନେ ଆମକୁ ଭଗବାନଙ୍କ ସହିତ ମିଶାନ୍ତି। ତ ଶ୍ରୀକୃଷ୍ଣଙ୍କ ମୁକ୍ତି ଯୋଗୁ ସେମାନେ କୃଷ୍ଣ ତାଙ୍କ ପରିବାରକୁ ଆଶୀର୍ବାଦ ଜଣାଇଲେ ଏବଂ ନନ୍ଦ ମହାରାଜଙ୍କ ମଧ୍ୟରୁ ଏଥିପାଇଁ କିଛି ଦାନ କରିବାକୁ କହିଲେ। ଶ୍ରୀକୃଷ୍ଣଙ୍କ ପ୍ରତ୍ୟାବର୍ତ୍ତନ ଯୋଗୁ ନନ୍ଦ ମହାରାଜ ବହୁତ ଖୁସି ହୋଇଯାଇଥିଲେ ଏବଂ ବ୍ରାହ୍ମଣ ମାନଙ୍କୁ ଅନେକ ସ୍ୱର୍ଣ୍ଣ ଏବଂ ଗାଈ ଦାନ କରିଥିଲେ। ତ ଯେତେବେଳେ ନନ୍ଦ ମହାରାଜ ଏସବୁରେ ବ୍ୟସ୍ତ ଥିଲେ ସେତେବେଳେ ମା ଯଶୋଦା ଶ୍ରୀକୃଷ୍ଣଙ୍କୁ ଆଲିଙ୍ଗନ କରି ତାଙ୍କୁ କୋଳରେ ବସାଇ ଅବିରତ ଭାବେ ଅଶ୍ରୁ ବର୍ଷଣ କରୁଥିଲେ। ତ ମାତା ଯଶୋଦା କୃଷ୍ଣଙ୍କୁ ବହୁତ ଭଲ ପାଉଥିଲେ। ଏଇଥିରେ ଜଣା ପଡୁଛି ଯେ ସେ ତାଙ୍କ କୃଷ୍ଣଙ୍କୁ କେତେ ଭଲ ପାଆନ୍ତି। ତ ସେଥିରେ ସେ ଯେତେବେଳେ ସେ ଜାଣିଲେ କି କୃଷ୍ଣ ଯାଇଛନ୍ତି ଏତେ ପାଣିରେ ଛୋଟ ଥିଲେ ସେ ସେଇ ଟାଇମରେ ତ ସର୍ପ ଉପରେ ଏତେ ବଡ ଇଏରେ ସେ ତାକୁ ଦଳନ କରିବାକୁ ଯାଇଥିଲେ ତ ମା ମନ ସିଏ ସେଥିପାଇଁ ବହୁତ ବ୍ୟସ୍ତ ହେଇଯାଇଥିଲା ଏବଂ ସେଇଟା ସେ ମୂର୍ଚ୍ଛା ବି ପଳେଇଥିଲା। ତ ସିଏ ଯେତେବେଳେ କୃଷ୍ଣଙ୍କୁ ତାଙ୍କ ପାଖରେ ପାଇଥିଲେ ସେ ସେତେବେଳେ କୃଷ୍ଣଙ୍କୁ ଆଲିଙ୍ଗନ କରିକି ଅଶ୍ରୁ ବର୍ଷଣ କରୁଥିଲେ। ସେତେବେଳେ ଏସବୁ ସରିଲା ଟାଇମରେ ତ ରାତି ବହୁତ ହେଇଯାଇଥିଲା ଏବଂ ଗୋପବତ୍ସ ମାନେ ଏବଂ ବୃନ୍ଦାବନର ସମସ୍ତ ଅଧିବାସୀ ଅତ୍ୟନ୍ତ କ୍ଳାନ୍ତ ହୋଇପଡିଥିଲେ। କିନ୍ତୁ ସେମାନେ ଯମୁନା କୂଳରେ ରାତ୍ରି ଯାପନ କରିବାକୁ ସ୍ଥିର କଲେ। ସେମାନେ ବିଶ୍ରାମ କରୁଥିଲା ବେଳେ ଅର୍ଦ୍ଧରାତିରେ ପ୍ରବଳ ବନ୍ୟାଗ୍ନି ପ୍ରଜ୍ୱଳିତ ହୋଇ ଉଠିଲା ଏବଂ ଜଣା ପଡ଼ିଲା ଯେ ସତେ ଯେପରି ଯେ ବନ୍ୟାଗ୍ନି ଶୀଘ୍ର ବୃନ୍ଦାବନ ଅଧିବାସୀଙ୍କୁ ଗ୍ରାସ କରିପକାଇବ। ସେ ସେଇ ସମୟରେ ଅଗ୍ନିର ଉତ୍ତାପ ଅନୁଭବ କଲେ ତେଣୁ ସଙ୍ଗେ ସଙ୍ଗେ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କୁ ଶରଣାଗତ ହେଲେ। ସେଇ ଟାଇମରେ ଶ୍ରୀକୃଷ୍ଣ ବି ମଧ୍ୟ ଛୋଟ ଥିଲେ। ତ ସେଇ ଟାଇମରେ ସେମାନେ ଯେତେବେଳେ ସେଇଠି ତାଙ୍କ କ୍ଳାନ୍ତକୁ ଦୂର କରିବା ପାଇଁ ସେଇଠି ରାତ୍ରି ଯାପନ କରୁଥିଲେ ସେଇ ଟାଇମରେ ହଠାତ୍ ଏକ ନିଆଁ ଲାଗି ଯାଇଥିଲା। ତ ସେଇଠି ସମସ୍ତେ ଶ୍ରୀକୃଷ୍ଣଙ୍କ ପାଖକୁ ଆସିଲେ କି ତମେ ଆସିକି ଆମକୁ ଏଇ ଇଏରୁ ରକ୍ଷା କର। ତଥାପି ସମସ୍ତେ ଏଇ ବୈଜ୍ଞାନିକ ରକ୍ଷା ପାଇଁ ଶ୍ରୀକୃଷ୍ଣଙ୍କ ଶରଣାଗତ ହେଇ ତାଙ୍କୁ କହିଲେ କି ହେ ଆମର ପ୍ରିୟ ଶ୍ରୀକୃଷ୍ଣ ପରମ ପୁରୁଷ ଭଗବାନ ସମସ୍ତ ଶକ୍ତିର ଅଧିକାରୀ ହେ ପ୍ରିୟ ବଳରାମ ଦୟାକରି ଆମକୁ ଏଇ ସର୍ବଗ୍ରାସୀ ବଗ୍ନାଗ୍ନିରୁ କବଳରୁ ରକ୍ଷା କରନ୍ତୁ। ତୁମମାନଙ୍କ ବ୍ୟତୀତ ଆମମାନଙ୍କ ଆଶ୍ରୟ ନାହିଁ। ଏହି ବନ୍ୟାଗ୍ନିରୁ ତ ଆମେ ସମସ୍ତଙ୍କୁ ଗ୍ରାସ କରି ପକାଇବ। ହେଲେ ସେମାନେ କହିଲେ ଯେ କୃଷ୍ଣ ତାଙ୍କ ପାଦ ପଦ୍ମ ବ୍ୟତୀତ ଅନ୍ୟ ଶରଣ ତାଙ୍କର ନାହିଁ। ସେ କୃଷ୍ଣଙ୍କ ଛଡା ତାଙ୍କର ଆଉ କିଛି ଅନ୍ୟ ଗତି ନାହିଁ ବୋଲି ଏଠାରେ କୁହାଯାଇଛି କି ସେମାନେ କୃଷ୍ଣଙ୍କ ପ୍ରତି ପୁରା ତାଙ୍କର ସମର୍ପଣ ଭାବ ରଖିଥିଲେ। ଏହିପରିକି ସେମାନେ କୃଷ୍ଣଙ୍କୁ ପ୍ରାର୍ଥନା କଲେ ଏବଂ କୃଷ୍ଣ ଲୋକମାନଙ୍କ ଉପରେ ସତ ହୋଇ ସଙ୍ଗେ ସଙ୍ଗେ ସମଗ୍ର ବନ୍ୟାଗ୍ନିକୁ ଗର୍ଭପାତ କରି ପକାଇଲେ ଏବଂ ସେମାନଙ୍କୁ ରକ୍ଷା କଲେ। ଶ୍ରୀକୃଷ୍ଣ ପକ୍ଷରେ ଏହା ଅସମ୍ଭବ ନଥିଲା କାରଣ ସେ ଅନନ୍ତ ଅଟନ୍ତି ଏବଂ ତାଙ୍କର ଅନନ୍ତ ଶକ୍ତି ଅଛି। ସେ ଯାହା ଇଚ୍ଛା ତାହା
କରିପାରିବା। ତ ଏଥିରୁ ଆମେ କେତେଟା ଇମ୍ପୋର୍ଟାଣ୍ଟ ପଏଣ୍ଟ ଅଛି। ପଏଣ୍ଟ ହଉଛି ପ୍ରଥମେ ଗରୁଡ କେବେ କାହା କଥା ମାନେ ନାହିଁ। ଯୋଉ ଋଷିଙ୍କ କଥାରେ ଯେତେବେଳେ ଯେତେବେଳେ ତାଙ୍କୁ ଅଭିଶାପ ଦେଇଥିଲେ, ଆ ମୁନି ଯେତେବେଳେ ଅଭିଶାପ ଦେଲେ କି ତମେ ମୋ କଥା ନ ଶୁଣିଲ, ସୌରଭ ମୁନି ଯେତେବେଳେ ଅଭିଶାପ ଦେଲେ କି ତମେ ଯଦି ଏଠାକୁ ଆସିବ କି ସେଠାରେ ତମର ମୃତ୍ୟୁବରଣ ହେବ। ତ ଏଠାରେ ତାଙ୍କର ଅଭିଶାପ ଦେବାଟା କିଛି ଭୁଲ ନୁହେଁ କି ଭୁଲ, କିନ୍ତୁ ସେଇଟାକୁ ମାନିବାଟା ଗରୁଡଙ୍କ ପ୍ରତି କିଛି ମାନେ ବାଧ୍ୟବାଧକତା ନୁହେଁ। କେବଳ କାହିଁକି ନା ଗରୁଡ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ସେବକ। ତାଙ୍କର ସେଥିପାଇଁ ଏଥିରେ ଏକ ପରମ୍ପରା ମଧ୍ୟ ଅଛି ବା ନୀତି ଅଛି, ଯେହେତୁ ସେବକ ସବୁବେଳେ ତାର ସ୍ଵାମୀର ହିଁ ଆଦେଶ ମାନିବା ଉଚିତ। ସେଥିପାଇଁ ତାଙ୍କ ସ୍ଵାମୀଙ୍କର ଆଦେଶ ମାନିବା ଗରୁଡଙ୍କର ଧର୍ମ, ବା ଏଇଟା ତାଙ୍କ ମୁଖ୍ୟ ଧର୍ମ। ଆମେ ସମସ୍ତେ ଭଗବାନଙ୍କ ଦାସ ହେବାକୁ ଚାହୁଁଛୁ, ତ ଭଗବାନଙ୍କ ସବୁ ଆଦେଶ ମାନିବା, କାହିଁକିନା ତାଙ୍କ ଆଦେଶକୁ ସବୁବେଳେ ମାନିକି ଚଳିବା ହଉଛି ଆମ ପାଇଁ ଠିକ। ଭାଗବତ ଗୀତା ହଉଛି ଆମ ଜୀବନର ଗୀତା। ମାନେ ଭଗବାନ କୃଷ୍ଣଙ୍କୁ ଆମେ ଆମେ ଯେପରି ତାଙ୍କର ଦାସ ହେଇକି ରହିବାକୁ ଚାହୁଁଛୁ, ତ ଭାଗବତ ଗୀତାରେ ସବୁ କିଛି ଲେଖିଛି ଆମ ଜୀବନ ଚର୍ଯ୍ୟା କିପରି ଆମେ କରିପାରିବା, କିପରି ଆମେ ଭଗବାନଙ୍କ ପ୍ରତି ଭକ୍ତି ଜାଗ୍ରତ କରିପାରିବା, କିପରି ଆମ ଜୀବନକୁ ଆମେ ଭଲ ଭାବରେ ନେଇପାରିବା। ତ ଏସବୁ ଆମେ ଭଗବତ ଗୀତାରୁ ହିଁ ଜାଣିପାରିବା। ତେଣୁ ଆମେ ଗୁରୁଙ୍କ ଆଦେଶ ମାନିବା ଉଚିତ। ଯେପରି ଆମେ ଗୁରୁ ଗୁରୁ ଆଉ ଆଚାର୍ଯ୍ୟ ହେଉଛନ୍ତି ଭଗବାନଙ୍କ ରିପ୍ରେଜେଣ୍ଟେଟିଭ। ସେମାନେ ହଉଛନ୍ତି ଭଗବାନଙ୍କୁ କହୁଥିବା କଥା ସେମାନେ ଆମ ଉପରେ ଆମ ଦ୍ଵାରା କରେଇଥାନ୍ତି। ତ ଏହା ଆମେ ପ୍ରାଥମିକ ଧର୍ମ ବା କର୍ତ୍ତବ୍ୟ। ଆମେ ସବୁବେଳେ ଆମ ଗୁରୁଙ୍କ କର୍ତ୍ତବ୍ୟ ମାନେ କଥାକୁ ମାନିବା ଏବଂ ସେୟାକୁ ମାନିକି ଚଳିବା। ତ ସେକେଣ୍ଡଟା ହଉଛି ଗରୁଡ ଭଗବାନ ବିଷ୍ଣୁଙ୍କ ଶୁଦ୍ଧ ଭକ୍ତ ଥିଲେ। ତ ଭଗବାନ ବିଷ୍ଣୁଙ୍କର ଶୁଦ୍ଧ ଭକ୍ତ ଥିଲେ। ସେଇଥିରେ ଯୋଉ ଗରୁଡଙ୍କୁ ଏକ ବୈଷ୍ଣବ, ଗରୁଡ ଏକ ବୈଷ୍ଣବ ଥିଲେ। ଏବଂ ବୈଷ୍ଣବଙ୍କୁ ଯେତେବେଳେ ଭଗବାନ ଯେତେବେଳେ ଋଷି ଏଇ ଋଷି ଯେତେବେଳେ ତାଙ୍କୁ ଅଭିଶାପ ଦେଇଥିଲେ, ତ ଏଇଟା ଭଗବାନଙ୍କୁ ହିଁ କୁହାଯାଇଛି, କାରଣ ଭଗବାନ ତାଙ୍କ ସେବକଙ୍କୁ ବା ତାଙ୍କ ଭକ୍ତଙ୍କୁ ବହୁତ ଭଲ ପାଆନ୍ତି। ଭଗବାନଙ୍କୁ ନିର୍ମମ ଭକ୍ତ ମଧ୍ୟ କୁହାଯାଏ, କାହିଁକିନା ତାଙ୍କ ମନରେ ଲୋଭ କି ମୋହ ମଧ୍ୟ ନାହିଁ। କିନ୍ତୁ ଭଗବାନଙ୍କ ପ୍ରତି ଅପରାଧ, ସେଟା ଭଗବାନଙ୍କ ପ୍ରତି ତମେ ଯେତେ ଅପରାଧ କର ଭଗବାନ ପ୍ରତି ସହିଯିବେ, କିନ୍ତୁ ତାଙ୍କ ଭକ୍ତ ପ୍ରତି ଅପରାଧ ସେ ସହିପାରନ୍ତିନି। ତ ଗରୁଡ ମଧ୍ୟ ପରମ ପୂଜ୍ୟ ଭଗବାନଙ୍କର ଏକ ଅଙ୍ଗ ପରି ଥିଲେ। ତ ସେଥିପାଇଁ ଆମେ କେବେ ଗୋଟେ ବିଷ୍ଣୁଙ୍କ ଭକ୍ତ ବା ଆମେ ବିଷ୍ଣୁଙ୍କ ଭକ୍ତଙ୍କ ଉପରେ କେବେ ବା ବୈଷ୍ଣବଙ୍କ ପ୍ରତି କେବେ ଅପରାଧ କରିପାରିବାନି। କବା କରିପାରିଲେ ଯେମିତି ସୌରଭୀ ମୁନିଙ୍କ ପ୍ରତି ହେଇଥିଲା ପତନ ହେଲା, ସେହିପରି ଆମର ମଧ୍ୟ ପତନ ହୋଇଯିବ। ତ ଏଇଟା ମଧ୍ୟ ଏକ ଉଦାହରଣ ଯେ ବୈଷ୍ଣବ ପ୍ରତି ଅପରାଧ ଆଚରଣ କରୁଥିବା ବ୍ୟକ୍ତି ମାନେ କେବେ ସୌରଭୀ ମୁନିଙ୍କ ପ୍ରତି ହିଁ ପତନ ଏକ ଉଦାହରଣ। ତ ଆଉ ଗୋଟେ ପଏଣ୍ଟ ଅଛି। ତ ଆମକୁ ସର୍ବଦା ସହନଶୀଳ ହେବାର ଅଛି। ଯେପରି ଗରୁଡ ମଧ୍ୟ ଯେତେବେଳେ ତାଙ୍କୁ ମୁନି ଯେତେବେଳେ ଅଭିଶାପ ଦେଇଥିଲେ, ଗରୁଡ କିଛି ମାନେ ପ୍ରତିଶୋଧ ବି ନେଇନଥିଲେ, କାରଣ ସିଏ ତାକୁ ସହି ଯାଇଥିଲେ। ତ ଏଇଟାକୁ ଆମେ ମଧ୍ୟ ସହନଶୀଳତାର ଗୋଟେ କହିପାରିବା। ଆମେ ସବୁ ସହନଶୀଳ ହେବା। ସେମିତି ଚୈତନ୍ୟ ମହାପ୍ରଭୁ କହିଛନ୍ତି କି ତୃଣ ଠାରୁ ଅଧିକ ସହଜ ସରଳ ହେବାର ଅଛି, ଏବଂ ବୃକ୍ଷ ଠାରୁ ଅଧିକ ସହନଶୀଳ ହେବାର ଅଛି। ଯେପରିକି ବୃକ୍ଷଠାରୁ ସହନଶୀଳ ସବୁଠୁ ମାନେ କେହି ନାହାନ୍ତି। ଯେମିତିକି ଆମେ ବୃକ୍ଷକୁ ଗୋଟେ ପଥର ଫୋପାଡିବା ବି ସେ ପ୍ରତି ବଦଳରେ ଆମକୁ ପଥର ନୁହେଁ, ସେ ଆମକୁ ଫଳ ଦେଇଥାଏ। ତ ସେଇପରି ଆମେ ଗୋଟେ ବୃକ୍ଷର ଶାଖା ମଧ୍ୟ କାଟିଲେ ସିଏ ଆମକୁ ଛାଇ ପ୍ରଦାନ କରିଥାଏ। ତଥାପି ବୃକ୍ଷର ତୃଣମୂଳ ଏଗୁଡା ସବୁ ପାଇଁ ଆଣିଲେ ତ ସିଏ ଆମକୁ ଜଡିବୁଟି ଦେଇଥାଏ କି ଆମ ଶରୀର କେମିତି ଭଲରେ ରହିବ। ତ ସେଇପରି ଆମେ ସମସ୍ତଙ୍କ ପ୍ରତି କେମିତି ଭଲ ବ୍ୟବହାର କରିବା ଏବଂ ସହନଶୀଳ ହେଇପାରିବା। ଆଉ ଗୋଟେ ପଏଣ୍ଟ ଅଛି,
ଯୋଉ ଯେତେବେଳେ କୃଷ୍ଣ ଯେତେବେଳେ ଯାଇକି ବାସୁକୀଙ୍କ ଯାଇଥିଲେ ଯେତେବେଳେ କାଳିଅ ଦଳନ ପାଇଁ, ତ କାଳିଅ ଦଳନରେ ଯେତେବେଳେ ହ୍ରଦକୁ ଯାଇଥିଲେ ସେଇ ଟାଇମରେ ବ୍ରଜବାସୀ ମାନେ ବହୁତ ଚିନ୍ତାରେ ପଡି ଯାଇଥିଲେ। ତ କୃଷ୍ଣ ହଉଛନ୍ତି ବ୍ରଜବାସୀ ମାନଙ୍କ ପ୍ରାଣ। ତ ସେ କୃଷ୍ଣଙ୍କ ସେବା ତାଙ୍କ ପାଇଁ ସବୁଠୁ ବଡ। ତ କୃଷ୍ଣ ଯେତେବେଳେ ଯାଇଥିଲେ ସେ କୃଷ୍ଣ ଯେତେବେଳେ ଫେରିଲେ ସେ ତାଙ୍କ ଦେହକୁ ପୋଛି ଦେଇଥିଲେ କି ତାଙ୍କୁ ଯେତେବେଳେ ଥଣ୍ଡା ନହବ। ତ ଏଇଟା ହଉଛି କୃଷ୍ଣଙ୍କ ପ୍ରତି ଆମର ପ୍ରେମକୁ କେମିତି ଆମେ ବ୍ୟକ୍ତ କରିବା। ତ ବ୍ରଜବାସୀ ମାନେ ଯାହା ପ୍ରାପ୍ତ କରିଥିଲେ ସେ ହଉଛି ଶ୍ରୀକୃଷ୍ଣଙ୍କ ପ୍ରେମ, ଯେକି ଶ୍ରୀକୃଷ୍ଣ ତାଙ୍କ ପାଖରେ। ତ ଆମେ ଯେତିକ ମାନେ ପ୍ରଭୁଙ୍କୁ ଯେତେ ଆମେ ଭଲ ପାଉଛେ ତାଠୁ ଅଧିକ ଶ୍ରୀକୃଷ୍ଣ ଆମକୁ ଭଲ ପାଉଛନ୍ତି। ତ ଏଇ କମ୍ପେୟାର କଲେ ଶ୍ରୀକୃଷ୍ଣ ଆମଠୁ ବ୍ରଜବାସୀ ମାନେ ଶ୍ରୀକୃଷ୍ଣଙ୍କଠୁ ବି ଶ୍ରୀକୃଷ୍ଣଙ୍କୁ ବେଶୀ ଭଲ ପାଉଛନ୍ତି। ତ ଏଇଥିରେ ଆମେ ଶ୍ରୀକୃଷ୍ଣଙ୍କୁ ଆମ ମାନେ ପ୍ରାଣ ଦେଇ ଆମେ ଅଧିକ ଭଲ ପାଇବା। ତ ଯେତେ ସଙ୍କଟ ଥିଲେ ମଧ୍ୟ ବ୍ରଜବାସୀ ମାନଙ୍କ କୃଷ୍ଣ ହିଁ ତାଙ୍କୁ ରକ୍ଷା କରିଥିଲେ। ଆଉ ଗୋଟେ ପଏଣ୍ଟ ଅଛି। ଉଁ, ଯୋଉ ବନରେ ଅଗ୍ନି ଲାଗି ଯାଇଥିଲା ସେହିପରି ବନାଗ୍ନି ଯେପରି ସବୁ ସମସ୍ତଙ୍କୁ ଗ୍ରାସ କରି ପକେଇବ, ଏଇଟା ସେମିତି କହିଛି କି ମାୟା ବି ସେମିତି ବନାଗ୍ନି ପରି ଆମ ସମସ୍ତଙ୍କୁ ଗ୍ରାସ କରି ପକେଇବ। ତ ମାୟା କେବେ କିପରି ଅଗ୍ନି ପରି ଆମ ଶରୀର ଚେତନାକୁ ଭସ୍ମିତ କରିଦବ, ତ ସେଇଥିରୁ ଆମକୁ କିପରି ଆମେ ରକ୍ଷା ପାଇପାରିବା। ମାୟା କିପରି ଆମକୁ ଭୋଗ ବିଳାସ ଇଚ୍ଛାରୁ ଅଧିକ କରିପାରେ, ସେଥିପାଇଁ ଆମେ ଭଗବାନଙ୍କ ଶରଣ ନେବା। ଆମେ ଆମର ଇନ୍ଦ୍ରିୟ ଡୋରିକୁ ଭଗବାନଙ୍କ ହାତକୁ ସମର୍ପି ଦେବା। ସେ ପର୍ଯ୍ୟନ୍ତ ଆମେ ମାୟା ରୂପକ ବନାଗ୍ନିରୁ ମୁକ୍ତି ପାଇପାରିବା ନାହିଁ। ତ ସେ ପର୍ଯ୍ୟନ୍ତ ଆମେ ଭଗବାନଙ୍କୁ ପ୍ରାର୍ଥନା କରିବା ବା ଭଗବାନ ଆମ ମାୟା ଦୁନିଆରୁ ଅଲଗା ହେଇ ଆମେ ଭଗବାନଙ୍କ ଶରଣ ନେବା। ତ ଯେତେବେଳେ ଆମେ ଆମକୁ ନିଃସ୍ୱ ବୋଲି ଭାବୁ ଏବଂ ଭଗବାନଙ୍କୁ ସର୍ବସ୍ୱ ବୋଲି ଭାବୁ, ତ ସେଇଥିବେଳେ ଆମେ ଆମର ସବୁ ମାୟା ମୋହ ତ୍ୟାଗ କରିପାରିବା। ତ ଏତିକି ଥିଲା। हरे कृष्ण माताजी। बहुत बहुत धन्यवाद आदेश माताजी। ଏତେ ସୁନ୍ଦର ଭାବରେ ବହୁତ ସୁନ୍ଦର ସୁନ୍ଦର ଶିକ୍ଷା, ବହୁତ କମ ଛୋଟ ଚାପ୍ଟର ଥିଲା କିନ୍ତୁ ଆପଣ ବହୁତ ସୁନ୍ଦର ଭାବରେ ଶିକ୍ଷାକୁ ତା ଭିତରୁ ଉଦ୍ଧୃତ କରୁଛନ୍ତି। ତ ସମସ୍ତେ ଚେଷ୍ଟା କରିବା ଦରକାର ଏଇଭଳି ପ୍ରେଜେଣ୍ଟ କରିବା ପାଇଁ। ତ ବସ୍ ମୁଁ ଗୋଟେ ଛୋଟ ଜିନିଷ ଆପଣଙ୍କଠୁ ଜାଣିବା ପାଇଁ ଚାହୁଁଛି ଯେ ଆପଣ ପ୍ରିପେୟାର କେମିତି ହେଲେ, ଏତେ ସୁନ୍ଦର ସୁନ୍ଦର ପଏଣ୍ଟ ଆପଣ କୋଉଠୁ ପାଇଲେ, କେମିତି ପ୍ରିପେୟାର ହେଲେ? ଆକ୍ଚୁଆଲି ମତେ ନୀତିଶ ପ୍ରଭୁ जी ସାହାଯ୍ୟ କରିଥିଲେ ଏ ସବୁ ପଏଣ୍ଟ ଗୁଡା ଖୋଜିକି ବାହାର କରିବାରେ। ତ ସେଇଥିରେ ମୁଁ କହିବି। ହୁଁ। ତ ଆପଣ ଯେତେବେଳେ ନିଜେ ସେ ପଏଣ୍ଟସ ଗୁଡାକୁ ବହୁତ ସୁନ୍ଦର ମୁଁ ସେନ୍ସ ସେୟା କରୁଥିଲି, କିନ୍ତୁ ଆପଣ ଭାବନ୍ତୁ ଆପଣ ଯେବେ ଏଇଭଳିଆ ପଏଣ୍ଟସ ଗୁଡା ନିଜେ ବାହାର କରିବେ ତ ଆପଣଙ୍କୁ କେତେ ବ୍ଲିସଫୁଲ ଲାଗିବ। କାହିଁକିନା ଯୋଉ ଯୋଉ ପଏଣ୍ଟସ ଗୁଡା କହିଲେ ସେଟା ବହୁତ ହାଇ ଲେଭୁଲ ପଏଣ୍ଟ, ବହୁତ ବୈଷ୍ଣବ ସିଦ୍ଧାନ୍ତକୁ ପୁଷ୍ଟ କରେ କି ଗୁରୁଙ୍କୁ ମାନିବା କିମ୍ବା ବୈଷ୍ଣବ ଅପରାଧ କରିବାନି, ସହନଶୀଳତା ଆଉ ଭଗବାନଙ୍କୁ ଭଲ ପାଇବା। ତ ଏସବୁ ଜିନିଷ ଛୋଟ ଛୋଟ ଜିନିଷ ନୁହେଁ, ଭକ୍ତିର ମୂଳ ସ୍ତମ୍ଭ ଗୁଡା। ତେଣୁ ନିଶ୍ଚୟ ଆମକୁ ଏଇ ସବୁ ଜିନିଷ ଅଭ୍ୟାସ କରିବାର ଅଛି। କାଲି ଆମକୁ କଣ ରଟନ ପଟନ ନାହିଁ, ଅଭ୍ୟାସ ବହୁତ ସୁନ୍ଦର କରିବାର ଅଛି। କିନ୍ତୁ କା ପୂର୍ବରୁ ଖୋଜିକି ପାଇବାର ଅଛି। ଆପଣ ସୁନ୍ଦର ଭାବରେ ଯାହା ଭକ୍ତ ମାନଙ୍କ ଗହଣରେ ରହିଛନ୍ତି ବୋଲି ଏଭଳିଆ ଜିନିଷ ପ୍ରାପ୍ତ ହେଲେ। ତ ଆପଣଙ୍କ ଯୋଉ ଗୋଟେ ପଏଣ୍ଟ କହିଲେ କି ସହ୍ୟ କରିବାର ଅଛି, ତ କୋଉ ଜିନିଷ ଟା ଆମକୁ ସହ୍ୟ କରିବାର ଥାଏ? ଆମେ ତ ଏବେ ଷ୍ଟୁଡେଣ୍ଟ ଅଛ, ତୁମେ କୋଉ ଜିନିଷ ଟା ସହ୍ୟ କରିବ, କଣ ପାଇଁ ବି ସହ୍ୟ କରିବ?
ହଁ ଆଦେଶ ମାତାଜୀ କୁହନ୍ତୁ। ଟ୍ରାଏ କରନ୍ତୁ ଏମିତି ବୈଷ୍ଣବ ମାନେ ଆପଣ କହିଲେ କି ଗରୁଡ କିଛି ରିଭୋଲ୍ଟ କଲେନି, ପ୍ରତିବାଦ କଲେନି, ସେ ସହିଲେ। କିନ୍ତୁ ସେଠି ତ ସେ ତାଙ୍କୁ ଅଭିଶାପ ବାପସ ନେଇ ପାରିଥାନ୍ତେ କିମ୍ବା ତାଙ୍କୁ ଆକ୍ରମଣ କରି ପାରିଥାନ୍ତେ। ଶକ୍ତିଶାଳୀ ବି ଥିଲେ। ସାମର୍ଥ୍ୟ ଥିବା ସତ୍ତ୍ୱେ ବି ଯଦି ପ୍ରତିଶୋଧ ନଉନେ ତାହେଲେ ସେଇଟା ସହିବାର ଗୋଟେ ମୁଖ୍ୟ କମ୍ପୋନେଣ୍ଟ। ସାମର୍ଥ୍ୟ ଅଛି କିନ୍ତୁ ପ୍ରତିଶୋଧ ରିଭେଞ୍ଜ ନିଆ ହଉନି। କାରଣ ଆମେ କଣ ସହିବା? ଆମେ ଆମ ଷ୍ଟୁଡେଣ୍ଟ ପ୍ରତି ଲାଇଫ। ଯେବେ ତ ଆମ ପ୍ରତି ଯେବେ ଯୋଉ ଭୁଲ କରୁ ପଛେ କିନ୍ତୁ ଆମେ ତା ପ୍ରତି କିଛି ହିଂସା ଭାବ ରଖିବାନି, ଆମେ ସବୁ ସହିଯିବା। ତ ଏଇଟା ହଉଛି ମୁଖ୍ୟ କଥା। ମାନେ ଭକ୍ତିର ମୁଖ୍ୟ ହଉଛି ସହନଶୀଳତା। ତମେ ଯେତେ ସମସ୍ତଙ୍କ ପ୍ରତି ସହନଶୀଳ ହବ ତ ସେତେ ଆଧ୍ୟାତ୍ମିକ ଭାବ ବୃଦ୍ଧି ପାଇବ। ହୁଁ, ଠିକ ଅଛି। ୟା ଉପରେ ଆମେ ଆଉ କିଛି ଜଣଙ୍କଠୁ ସେୟାର କରିବା। ନୀତିଶ ପ୍ରଭୁ। हरे कृष्ण प्रभु, दंडवत प्रभु। हरे कृष्ण प्रणाम। हरे कुह। प्रभु जी, जो माता जी जो 3टा पॉइंट को उत्तरण कले गरुड़ महाराज करे एवं सौभरी मुनिଙ୍କର କଥାରୁ ପ୍ରଥମ ପଏଣ୍ଟ ଥିଲା ଯେ ଗରୁଡ କେମିତି ଏତେ ଶକ୍ତିଶାଳୀ ଥିବା ସତ୍ତ୍ୱେ ମଧ୍ୟ ପ୍ରତିବାଦ କଲେ ନାହିଁ, ତାଙ୍କର ସହନଶୀଳତା। ଚୈତନ୍ୟ ମହାପ୍ରଭୁ ଆମକୁ ଏଇଟା ଇନଷ୍ଟ୍ରକ୍ସନ ଦେଇଛନ୍ତି ଯେ ବୈଷ୍ଣବର ଗୁଣ କଣ ହେବା ଦରକାର। ତୃଣାଦପି ସୁନିଚନ ତରୋରପି ସହିଷ୍ଣୁ। ଆମକୁ ବୃକ୍ଷ ପରି ସହନଶୀଳ ହବାର ଅଛି। ସହନଶୀଳ ଯେକୌଣସି ପରିସ୍ଥିତିରେ ହଉ, ଆମ ପ୍ରତି କିଏ ଯଦି କୌଣସି ଅସଦାଚରଣ କରୁଛି କିମ୍ବା ଆମକୁ ଗାଳି ଦଉଛି କିମ୍ବା ଆମର କୌଣସି ଭକ୍ତି ପ୍ରତି ଯଦି କି ଆମର ଯେକୌଣସି ସ୍ଥିତି ପ୍ରତି ଯଦି କି ଭୌତିକ ସ୍ଥିତି ପ୍ରତି ଯଦି କି ଅପବ୍ୟବହାର କରୁଛି ତ ଆମକୁ ସହିବାର ଅଛି। ଆମକୁ କାହିଁକି ନା ଆମକୁ ସମସ୍ତଙ୍କ ପାଖରେ କୃଷ୍ଣଙ୍କର ଉପସ୍ଥିତିକୁ ଅନୁଭବ କରିବାର ଅଛି। ସମସ୍ତେ ଭଗବାନ ଗୀତାରେ କହିଛନ୍ତି ମମୈବାଂଶ ଜୀବ ଲୋକେ, ମାନେ ସବୁ ଜୀବଙ୍କୁ ଯେ ଭଗବାନଙ୍କର ଅଂଶ ସେଇ ଦୃଷ୍ଟିରେ ସମସ୍ତଙ୍କୁ ଦେଖି ସମସ୍ତଙ୍କ ପ୍ରତି ସମଭାବାପନ୍ନ ହବାର ଅଛି। ଆଉ ଦ୍ଵିତୀୟରେ ଯେ କହିଲେ ଗରୁଡ ଏତେ ଶକ୍ତିଶାଳୀ ଥିଲେ, କିନ୍ତୁ ତାପରେ ମଧ୍ୟ ତାଙ୍କ ଭିତରେ ବିନମ୍ରତା ଥିଲା। ତ ଆମ ଭିତରେ ମଧ୍ୟ ସେ ବିନମ୍ରତା ଆସିବା ଆବଶ୍ୟକ। ଜଣେ ସାଧୁ ସନ୍ଥ ହେବା ସତ୍ତ୍ୱେ ସେ ତାଙ୍କୁ ଅଭିଶାପ ଦେବା ସତ୍ତ୍ୱେ ମଧ୍ୟ ସେ ସାଧୁ ସନ୍ଥ ହୋଇଥିବାରୁ ତାଙ୍କ ପ୍ରତି ସେ ଅପରାଧ କରିନଥିଲେ। କାହିଁକି ନା ସେତିକି ବିନମ୍ରତା ତାଙ୍କ ଭିତରେ ଥିଲା ଏବଂ ସେ ସାଧୁ ସନ୍ଥଙ୍କର ସମ୍ମାନ କରିବା ଜାଣିଥିଲେ। ସେଇ ଦୃଷ୍ଟିରୁ ସେ ଅପମାନ କଲେ ନାହିଁ। ତିନିରେ ସେ ସୌଭରୀ ମୁନି ଯୋଉ ବୈଷ୍ଣବ ଅପରାଧ କରିଥିଲେ, ଗରୁଡ ଭଗବାନଙ୍କର ଶୁଦ୍ଧ ଭକ୍ତ ହୋଇଥିବାରୁ ତାଙ୍କ ପ୍ରତି ଅପରାଧ ଆଚରଣ କରିଥିବାରୁ ତାଙ୍କର ଯୋଉ ପତନ ହେଇଥିଲା ସେ ସବୁରୁ ଆମକୁ ମଧ୍ୟ ଶିଖିବାର ଅଛି। ଆମକୁ ମଧ୍ୟ ଆମ ଭକ୍ତି ଜୀବନରେ ବୈଷ୍ଣବ ଅପରାଧ ପ୍ରତି ବହୁତ ସତର୍କ, ବହୁତ ସଚେତନ ରହିବାର ଅଛି। ପୁଣି ସେଇ ପାରାଗ୍ରାଫରେ ଆଉ ଗୋଟେ ପଏଣ୍ଟ ଆସୁଛି, ପ୍ରଥମ ପଏଣ୍ଟ ଯୋଉଟା ହଁ ହରେ ଅଛି ଯେ କୃଷ୍ଣ। ହରେ କୃଷ୍ଣ। ଦେଖିଛି। ତ ମୁଁ ସେ ଗୋଟିଏ ପଏଣ୍ଟ ଉପରେ କେବଳ ଶ୍ରବଣିବା ପାଇଁ ଚାହୁଁଥିଲି କି ସହ୍ୟ କରିବା ର ଆଉ କଣ ପର୍ସପେକ୍ଟିଭ ହେଇପାରିବ ଯୋଉଟା ଆମେ ଆହୁରି ପ୍ରାକ୍ଟିକାଲ ଲେଭେଲକୁ ଉତାରି ପାରିବା। ମାତାଜୀ ଆମେ ଗୋଟେ କହିଲେ ଆମ ପଏଣ୍ଟ, ଆଉ ତୁମେ ଗୋଟେ ଫ୍ୟାମିଲି କହିଲ। ଆମ ତ ଫ୍ୟାମିଲି ଭିତରେ ବେଳେ ବେଳେ ଭକ୍ତି ଲାଗି କିଛି ଆମକୁ ବିରୋଧ କରନ୍ତି, ବାଧା ଦିଅନ୍ତି। କାହିଁକି ନା ସେମାନଙ୍କର ଚେତନା ସେ ପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ ବା ସେମାନେ ସେ ବିଷୟରେ ଅବଗତ ନାହାନ୍ତି। କିନ୍ତୁ ବେଳେ ବେଳେ ଆମେ ଚିଡି ଯାଉ ତାଙ୍କ ଉପରେ ଯେ କଣ ମତେ ଭକ୍ତି ଲାଗି ଅଟକଉଛନ୍ତି, ଇଏ କରୁଛନ୍ତି, ସିଏ କରୁଛନ୍ତି। ତାଙ୍କୁ ଆମେ ବେଳେ ବେଳେ ରାଗିକିରି ଗାଳି ବି ଦେଇଦଉ। ତ ସେସବୁ ଆମକୁ କରିପାରୁନି, ଆମକୁ ସେଠି ସହିଯିବାର ଅଛି ଯେ ନାଇଁ, ଯେହେତୁ ତାଙ୍କର ଚେତନା ସେତେ ବିକଶିତ ହୁଏନାହିଁ ତ ଆମକୁ ସେଠି ଶାନ୍ତ ରହିବାର ଅଛି। ଆମକୁ ସେଠି ବିନମ୍ରତାର ସହିତ ସେ ଘଟଣାକୁ ସହିବାର ଅଛି। ଭଗବାନଙ୍କୁ ପ୍ରାର୍ଥନା କରିପାରିବା ସେଟାକି ଯେ ସେମାନଙ୍କର ସ୍ଥିତିରେ ଉନ୍ନତି ଆସୁ, ସୁଧାର ଆସୁ ବୋଲି। ନେକ୍ସଟ ଶୁଣିବା ଆମର ଜୟପ୍ରକାଶ ପ୍ରଭୁ। ଟିକେ ଅଳ୍ପରେ କହିବ କଣ ଆମକୁ ସହାୟ କରିବାର ଅଛି। ହରେ କୃଷ୍ଣ ପ୍ରଭୁ, ଦଣ୍ଡବତ। ହଁ ପ୍ରଣାମ, କୁହନ୍ତୁ। ଯେ ଆମେ ବିଶେଷ କରି ଭକ୍ତି ଜୀବନରେ ସହନଶୀଳତାକୁ ବେଶୀ ଆମେ ଇମ୍ପୋର୍ଟାନ୍ସ ଦେବାର ଅଛି। ଯୋଉଟା କି ମାତାଜୀ କହିଲେ କି ଆମର ବୈଷ୍ଣବ ଅପରାଧ କଥା ଯୋଉ ଆମର ସେଟା ମାନେ ମାନସିକ ବି ହେଇପାରେ କି ଆମେ ନା ହରେ ଶାରୀରିକ କୃଷ୍ଣ, ବି ବା ମୁଁ କେବଳ ଗୋଟିଏ ବହୁତ ଗୁଡା ଟପିକ ହେଇଯିବ ନହେଲେ। ସହନଶୀଳତା ଆମେ ଷ୍ଟୁଡେଣ୍ଟ ଲାଇଫରେ କୋଉଟା ସହିବା, ଆମେ ତ ସମସ୍ତଙ୍କୁ ଦେଖୁଛେ, ତ ଆମେ କୋଉଟା ସହିବାର ଅଛି। ଗରୁଡଙ୍କର ଏକ୍ସାମ୍ପଲ ଦେଲେ ମାତାଜୀ, ତ କୋଉ ଜିନିଷଟା ଏକ୍ଜାକ୍ଟଲି ସହିବା ପାଇଁ ଏଠି ଆମକୁ ପ୍ରୋତ୍ସାହନ କରିବାର ଅଛି। ଆମେ ଆଡକୁ ମାନେ ବ୍ରାଞ୍ଚ ଖୋଲିବାନି ଏବେ, ୟାରି ଉପରେ ହିଁ ବସ୍ 2-3 ମିନିଟ ନବା, ତାପରେ ତୁମର ବିଶେଷଣ ଅଛି। ତୁମେ ଭାବୁଥା, ସ୍ତୁତି ମାତାଜୀ ତୁମେ ସେୟାର କରିବ କଣ ଆମକୁ ସହାୟ କରିବାର ଅଛି।
तुम्हें भी जड़े स्टूडेंट अच्छो तो तुम्हें कौन सहयोग करियार अछि? अनम्यूट करी कहो। तो जमती एटी माताजी कहले कि गरुड़ंकर सामर्थ्य थिला से प्रतिशोध नहीं पारथांते। तो आमे गरुड़ंक भलिया भक्त हेइने, भक्तिर प्रथम सोपान रे अच्छे। आउ बहुत रेयर आमे जो टॉपिक ऊपर कथा होचे कौन से वैष्णव अपराध करवानी बोली। तो एटा बहुत सूक्ष्म जिनस, किंतु आमे केबे वैष्णव अपराध करने पूर्व वैष्णव को रिकॉग्नाइज करिवार थाए। तो आमे तो स्कूल कॉलेज रे पढुचे सेतबेले आमे कहा को वैष्णव मनोभाव रे आमे देखी नांदी कि हम भाभी नांदी, कारण आमे बहुत कम पिला अछंती जो माने डिवोशनल लाइफ को आस्थिबे। किए जप करथिबो बहुत शहरे गोटे दी जण पिला थाई परंती। तो से बड़ा नेचर हमर आसीनी कि आमे अन्य को वैष्णव बोली भाबिया प्रथमे। सेटा को डेवलप करिया अछि, अपराध तो निश्चय करवानी, किंतु आमर भी भोग करियार संसाधन अच्छी, साधन अच्छी, सामर्थ्य भी अच्छी। आमे चाहेबा दिन सारा आमे बुली परिबा, खाई परिबा, सोई परिबा, इंस्टाग्राम फेसबुक कोटी कोटी भी आमे किछि भी कर परिबा। सेटा को टॉलरेट करियार अछि। आमे प्रैक्टिकल भक्ति रे उतारिबा को चाहूची निज लाइफ को। भगवत गीता माता जी कहले कि भगवत गीता हम लाइफ रे मैनुअल बोली। तो जेन्युइनली यदि सिंसियरली आमे भक्ति करिया को चाहूचे तो टॉलरेट एटा ही करियार अछि कि आमे जहाँ जहाँ भौतिक जगत रे जेतिकी आमे मटेरियली बंचिकी रहुचे से मटेरियल भितरु स्पिरिचुअल जिंस को आउटकम करियार अछि हमको। तो सेटा को यदि आमे टॉलरेट को मैक्सिमम प्रॉब्लम से जगह रे हुए कि आमे भक्ति को के भावंती केवल जप कर देबो, गीता टिके पढ़ देबो सरला। जेन्युइनली यदि भक्ति करियार गोटे लक्ष्य अछि, इंदरा आपन को वृंदावन जीवार अछि तो ट्रेन ने बसिबे, टिकट करके ट्रेन ने बसिबे, रास्ता रे केते स्टेशन आसीबो तो पहुंची गोटे डेस्टिनेशन अछि भक्तिर। आ भक्तिर डेस्टिनेशन ही वृंदावन धाम। तो सेही केस रे आमे तो स्टार्टिंग करूचे आमे हल्का फुल्का नवार नहीं। हमको एई जिंस गोटे हला किसी फैसिलिटी जेतले आसुची तो ताको टॉलरेट करियार अछि, ना कि आमे ताको इंद्रिय भोग रे ई व्यवहार करियार अछि। गरुड़ कले नि सेमती, गरुड़ पाखरे सामर्थ्य थिला तांको आक्रमण करके मार देई थांदे। आम पाखरे सामर्थ्य अछि, आमे निज इच्छा रे आमे किछि क्लास करबानी, किछि करबानी, सिंपल निज लाइफ रे एंजॉय कर परिबा। ऑप्शन अछि आम पाखरे। भगवत गीता रे यार पूरा उदाहरण दिया है शुभ शुभ फल त्याग। तो दीटा जिनिस शुभ और अशुभ, अशुभ को तो मते कष्ट होची ये होची ताको हमें टॉलरेट करबा, एटा हमें जानि गलेनी। किंतु शुभ जिनिस, शुभ माने मटेरियली जोटा हमको अपलिफ्ट करे ना अछि, भोग वृत्ति भितर हमको कोन कैप्चर करे ना अछि, ताको टॉलरेट करियार अछि। सकाळ हम उठी पारुने ताको टॉलरेट करियार अछि। टॉलरेट करियार माने सकाळ उठिबार अछि। तो बहुत किसी टॉलरेट कर स्टूडेंट लाइफ रे जेन्युइनली भक्ति करियार अछि। तो हमको निजर प्रोपा से भगवत गीतार फास्ट श्लोकर फास्ट चैप्टर फास्ट श्लोकर प्रोपा तात्पर्य रे लिखुचंती वन शुड नॉट फियर फॉर ट्रांसफॉर्मेशन इन हिज लाइफ। माने ता जीवन ने यदि किसी परिवर्तन आनिया पय चाहूची ताको डरिवार नाही। काहेकि काहे से डरी जीवो ताले से कोन करबो कि सेही भोग वृत्ति रे रहला, से चेंज करया पय चाहेबनी नहीं। कारण हमको सिंसियर जदि जीवन लक्ष्य आदि सिंसियर और जेन्युइन डिवोशनल सर्विस सेतबेले हमको निश्चय भाव में सहाय करिया अछि। बहुत बहुत धन्यवाद माता सुंदर भाव में भक्त मान मध्य रही प्रिपेयर होती। आगो को भी एवं सेसन समस्त मिल आम से माता जी विषय धन्यवाद दवा। ठीक अच्छे, हरे कृष्ण, शिला प्रभुपाद की जय। आम अन्य डिवोटी श्रवण करिया। जय